ଏମାନେ ଯେମିତି ହେଉଛନ୍ତି ପାଞ୍ଚ ଅଙ୍ଗୁଳି ଏକା ବେଳେକେ ପାଟିରେ ପୁରେଇ ଦେବେ। ଭାଇ ମୁଁ ଟିକେ ଲେଟ୍ରେ ଆସିଲି ବୋଲି ଯାହା ହଉ ଏମାନେ ସବୁ ଯୋଗାଡ଼ କରିଛନ୍ତି। ଏକା ବେଳେକରେ ମଟନ୍ ଖାଇବେ, ଚିଙ୍ଗୁଡ଼ି ଖାଇବେ, ମାଛ ଖାଇବେ, ଆଉ ତା ସହିତ ପାରାଦୀପରୁ ଆସିଥିବା କଙ୍କଡ଼ା, ଆଉ ଏଇଠି ପୁରା କଙ୍କଡ଼ା କଷା ପୁରା ଜୋରଦାରରେ ଚାଲିଛି। ତ ଫାଇନାଲି ଏଇଠି କଙ୍କଡ଼ା କଷାଟା ପୁରା ରେଡ଼ି ହେଇଯାଇଛି, କିନ୍ତୁ ମୋତେ ସ୍ପେଶିଆଲ ଡକା ହେଇଥିଲା ମଟନ୍ ଭୁନା ମସଲା ବନେଇବା ପାଇଁ। ଭାଇ ସତରେ ଆପଣମାନେ ମଟନ୍ ଭୁନା ମସଲାକୁ ଏତେ ସାରା ଭଲ ପାଇବା ଦେଲେ, ତ ମୋତେ ମାନେ ଲୋକ ଜଣେ ଜଣେ ଯିଏ ଚିହ୍ନା ପରିଚୟ ସେମାନେ ଭାଇ ସାଙ୍ଗମାନେ ଡାକୁଛନ୍ତି ଭାଇ ମଟନ୍ ଭୁନା ମସଲା ବନେଇବା ଆସ। ତ ଫାଇନାଲି ରେସିପିଟା ତ ମୁଁ ଆପଣଙ୍କୁ ଆଗରୁ କହିଦେଇଛି। ତ ଏଇଠି ମଟନ୍ ଭୁନା ମସଲା ବନିକି ପୁରା ରେଡ଼ି ହେଇଯାଇଛି। ତ ଏବେ ସମସ୍ତଙ୍କୁ ଟେଷ୍ଟ କରିବାର ପାଳି। ତ ଦେଖିପାରୁଥିବେ ମଟନ୍ଟା କେତେ ବଢ଼ିଆ ଅଛି। ତ ଆପଣମାନଙ୍କର ଭଲ ପାଇବା ପାଇଁ ସବୁ ଏତିକି ହେଇଛି। ଆଉ ମୁଁ ସେଇଠି ଗଲା ପୂର୍ବରୁ ପହଞ୍ଚିଲା ପୂର୍ବରୁ ସେମାନେ କହିଦେଇଛନ୍ତି କି ଆମର ଭାଇ ଜଣେ ଆସନ୍ତି, ସେ ମଟନ୍ ବହୁତ ବଢ଼ିଆ ବନାନ୍ତି, ଆଉ ସେଇଥିପାଇଁ ମୋତେ ଡାକିଥିଲେ। ମୁଁ ଡରି ଡରିକି ବନାଉଥିଲି, ଯାହା ହଉ ଫାଇନାଲି ମଟନ୍ ବନେଇ ଦେଲି। ଆଉ ଭାଇ ଆମର ପୁରା ସାଲାଡ଼ ବାଢ଼ିବାରେ ବ୍ୟସ୍ତ। ତ ଏଇଠି ମଟନ୍ ଭୁନା ମସଲା ରେଡ଼ି ହେଇଛି, ସମସ୍ତଙ୍କ ପତ୍ରରେ ସମାନ ଭାଗରେ ବଣ୍ଟା ହେଉଛି। ତ ଏଇଠି ସମସ୍ତେ ଖାଇକି ମୁଁ ଯେତେ ଡରିକି ଥିଲି ଏତେ ବଢ଼ିଆ ରିଭ୍ୟୁ ଦେଲେ, ଓ ହୋ ଭାଇ।